ପ୍ରାର୍ଥନା ମେ 27, 1914। ଆଧାରର ପ୍ରତ୍ୟେକ ସ୍ତରରେ ଚେତନାକୁ ପୂର୍ଣ୍ଣ ସ୍ଥିତି, ଜ୍ଞାନ ଓ ଆନନ୍ଦ ଆଡ଼କୁ ଜାଗ୍ରତ କରିବାକୁ ହେବ। ଏହି ତିନୋଟି ଜଗତ ବା ଭଗବାନଙ୍କର ତିନୋଟି ଧାରା ଊର୍ଦ୍ଧ୍ୱ ଶକ୍ତି ଓ ଜ୍ୟୋତିର ଲୋକରେ ଯେପରି ଅଛନ୍ତି, ପୁଣି ଅନନ୍ତ ଓ ଅସୀମର ନୈର୍ବତ୍ତିକ ଅପୁରୁଷେୟ ଅବସ୍ଥାରେ ଯେପରି ଅଛି, ଠିକ୍ ସେହିପରି ସ୍ଥୂଳ ବସ୍ତୁର ପ୍ରତିଷ୍ଠାନରେ ମଧ୍ୟ ରହିଛି। ପୂର୍ଣ୍ଣ ଚେତନା ସହ ଆମେ ଯେତେବେଳେ ଊର୍ଦ୍ଧ୍ୱତର ଲୋକରେ ପ୍ରବେଶ କରୁ, ସେତେବେଳେ ଏହି ସ୍ଥିତି, ଏହି ଜ୍ୟୋତି, ଏହି ଆନନ୍ଦରେ ରହିବା ସହଜ ହୁଏ, ବରଂ ଅନିବାର୍ଯ୍ୟ ହୋଇ ଉଠେ। କିନ୍ତୁ ସବୁଠାରୁ ଯାହା ପ୍ରୟୋଜନ ଓ ସବୁଠାରୁ ଯାହା ଦୁରୂହ, ତାହା ହେଲା ଏହି ତ୍ରିଧା ଦିବ୍ୟ ଚେତନାରେ ସତ୍ତାକୁ ଜଡ଼ତମ ସ୍ତରରେ ଜାଗ୍ରତ କରିବା। ଏହା ହେଉଛି ପ୍ରଥମ କଥା। ତାପରେ ଆବିଷ୍କାର କରିବାକୁ ହେବ ଦିବ୍ୟ ଲୋକସବୁର କେନ୍ଦ୍ରକୁ, ବୋଧହୁଏ ମଧ୍ୟବର୍ତ୍ତୀ ଜଗତରେ, ଯେଉଁଠୁ ଏହିସବୁ ଦିବ୍ୟ ଜଗତର ଚେତନାକୁ ଏକ କରି ଧରାଯାଏ, ସେସବୁର ସମନ୍ୱୟ କରାଯାଏ, ସେମାନଙ୍କ ମଧ୍ୟରେ ଯୁଗପତ୍ ଏବଂ ପୂର୍ଣ୍ଣ ଚେତନା ସହ କର୍ମ କରାଯାଏ। ହେ ଭଗବାନ, ମୁଁ ଜାଣେ, ଯେଉଁ ପରମ ସତ୍ୟ ବସ୍ତୁ ତୋତେ ବ୍ୟକ୍ତ କରେ, ତାହାଠାରୁ ଏହିସବୁ ଅସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା କେତେ ଦୂରରେ ପଡ଼ି ରହିଛି। ତୋ ଜ୍ୟୋତି, ତୋର ଶକ୍ତି, ତୋର ଐଶ୍ୱର୍ଯ୍ୟ, ତୋର ଅପରିସୀମ ପ୍ରେମ ସମସ୍ତ ବ୍ୟାଖ୍ୟା, ସମସ୍ତ ଭାଷ୍ୟର ଊର୍ଦ୍ଧ୍ୱରେ। କିନ୍ତୁ ମୋର ବୁଦ୍ଧି ପକ୍ଷରେ ପ୍ରୟୋଜନ ଅନ୍ତତଃ ଗୋଟାଏ ଛକକଟା ପରିକଳ୍ପନା ମଧ୍ୟରେ ଜିନିଷ ସବୁକୁ ଦେଖିବା, ଯେଉଁଥିରେ ଆଧାରର ଜଡ଼ତମ ଅଂଶଗୁଡ଼ିକ ମଧ୍ୟ ଯଥାସମ୍ଭବ ପୂର୍ଣ୍ଣ ଭାବେ ତୋ ଇଚ୍ଛାର ଅନୁଗତ ହୋଇ ଉଠନ୍ତି। ତଥାପି ମୁଁ ତୋତେ ସବୁଠାରୁ ଭଲ ବୁଝିପାରେ ସେତିକିବେଳେ, ଯେତେବେଳେ ମୁଁ ମୋର ମୌନ ଅଖଣ୍ଡ ଆରାଧନାର ଗଭୀର ନୀରବତାରେ ବୁଡ଼ିଥାଏ। କାରଣ ସେତେବେଳେ କିଏ ପ୍ରେମ କରେ, କାହାକୁ ପ୍ରେମ କରେ, ପ୍ରେମ କରିବାର ସାମର୍ଥ୍ୟ ଜିନିଷଟି ବା କ'ଣ, କିଏ କହିପାରିବ? ତିନୋଟି ହିଁ ଏକ ଅନନ୍ତ ପରମାନନ୍ଦ ମଧ୍ୟରେ। ହେ ଭଗବାନ, ସମସ୍ତଙ୍କୁ ପ୍ରଦାନ କର ଏହି ଅନୁପମ ପରମାନନ୍ଦର କଲ୍ୟାଣ। ମା।